ସଫଳ ଜୀବନ କାଟିବା ପାଇଁ ପ୍ରଭୁ ଆମ୍ଭମାନଙ୍କୁ ଏକ ଚାବିକାଠି ଦେଇ ଯାଇଛନ୍ତି। ସେ ଚାବିକାଠି ହେଉଛି ଜାଗି ରହି ପ୍ରାର୍ଥନା କର, କାରଣ କାଳ ମନ୍ଦ ଅଟେ। ପ୍ରାର୍ଥନା କଲେ ତୁମର ମଙ୍ଗଳ ହେବ। ଆଉ ଯଦି ପ୍ରାର୍ଥନା ତମ ଜୀବନରେ ନାହିଁ, ତାହେଲେ ଅମଙ୍ଗଳ ହେବ। ତ ପ୍ରିୟ ବନ୍ଧୁ, ଅନେକ ସମୟରେ ଏଇ ମଣିଷ ଭାବେ ଆଜି ପ୍ରାର୍ଥନା ନ କଲେ କ'ଣ ଅସୁବିଧା ହେଉଛି, କାଲି ଚେଷ୍ଟା କରିବି। କାଲିର କଥା ମାସେ ହୋଇଯାଏ, ମାସର କଥା ବର୍ଷେ ହୋଇଯାଏ। ଏମିତି ସେ ଆଉ କେବେ ମଧ୍ୟ ସୁଯୋଗ ବି ପାଇପାରେ ନାହିଁ ପ୍ରାର୍ଥନା କରିବା ପାଇଁ। ତାହାର ସେ ମନ୍ଦ ଫଳ ସେ ଭୋଗିବାକୁ ପଡ଼େ। କାହିଁକି ନା ପ୍ରଭୁଙ୍କର ବାକ୍ୟରେ ଲେଖା ହେଇଛି, କାଳ ମନ୍ଦ ଅଟେ। ଆମେ ଯେଉଁ କାଳରେ ଯେଉଁ ପୃଥିବୀରେ ଅଛୁ, ତାହା କଳିଯୁଗ ବା ତାକୁ ମନ୍ଦ କାଳ କୁହାହେଉଛି। ହେଲେ ସେ ମନ୍ଦ କାଳରେ ସେ ଶୈତାନ ଫାନ୍ଦରେ ପଡ଼ିଯାଏ। ଆଜି ଆପଣମାନେ ଦେଖୁଛନ୍ତି ହସ୍ପିଟାଲ ଗୁଡ଼ାକରେ ବହୁତ ଲାଇନ୍ ଲାଗିଛି। ବିଭିନ୍ନ ପ୍ରକାର ରୋଗରେ ଲୋକମାନେ ପଡ଼ିଛନ୍ତି, ବହୁତ କଷ୍ଟ ମଧ୍ୟ ଭୋଗୁଛନ୍ତି। ଏହିପରି ଶୈତାନ ତାକୁ ବିଭିନ୍ନ ପ୍ରକାର ତା ଶରୀରକୁ ସେ କଷ୍ଟ ଦେବାକୁ ଚେଷ୍ଟା କରିବ। ପ୍ରକୃତରେ ଭାଇ, ଆମେ ଖ୍ରୀଷ୍ଟିଆନ ପ୍ରଭୁଙ୍କ ଲୋକ। ଏଟଲିଷ୍ଟ 24 ଘଣ୍ଟା ମଧ୍ୟରେ 1 ମିନିଟ୍ ବି ଆମ ପାଇଁ କାଫି। ଆମେ ଯେତେବେଳେ ପ୍ରାର୍ଥନା କରିବା ପ୍ରଭୁଙ୍କ ଠାରେ, ତାହେଲେ ମନ୍ଦ ଠାରୁ ପ୍ରଭୁ ଆମକୁ ସେ ସୁରକ୍ଷା କରିବେ। ତେଣୁ ବନ୍ଧୁମାନେ, ପ୍ରାର୍ଥନା ଟିକେ କରନ୍ତୁ, ପ୍ରଭୁଙ୍କ ଠାରେ ଲାଗି ରୁହନ୍ତୁ। ପ୍ରଭୁଙ୍କ ଠାରୁ ଶକ୍ତି ମିଳିଲେ ହିଁ ଆପଣ ବିଜୟର ଜୀବନ କାଟିପାରିବେ ଏହି ପୃଥିବୀରେ। ବିହୁନେ ଯଦି ପ୍ରାର୍ଥନା ନାହିଁ ଆପଣଙ୍କ ଜୀବନରେ, ତାହେଲେ ଆପଣମାନେ ଭାବନ୍ତୁ ନାହିଁ ଯେ ମୁଁ ଭଲରେ ସ୍ୱର୍ଗକୁ ଯିବି, ହେଇପାରିବ ନାହିଁ। ତେଣୁ ମନ ପରିବର୍ତ୍ତନ କରନ୍ତୁ, ପ୍ରାର୍ଥନା ହିଁ କରନ୍ତୁ ପ୍ରଭୁଙ୍କ ଠାରେ। ତାହା ହିଁ ଆପଣମାନଙ୍କର ଏକ ବିଜୟ ଜୀବନର ପଥ ଦେଖାଇବ। ଥ୍ୟାଙ୍କ ୟୁ।